हुगुला ओ तू कौन पे आइଛୁ ଏଠି କହିଲୁ? लंकापति रावण महाज्ञानी महापंडित सीता को चोरेई नहीं ना हरण करी नहीं ହେଲା ଚୋରେଇକିରି ନେଲା ବୋଲି ସମସ୍ତେ କହୁଛନ୍ତି। मु देखी बरा सीता को रावण जो नेला हाँ। बुलेट रे बसई धरी जाइछि मु मात्र 15% गोड़ेली सेठु मो जाई पारलिनी भाबिनीपुर गला बेलू ଭାବିନିପୁର ବନ୍ଧା ବନ୍ଧା ଗୋଡେଇଲୁ କୁଆଡେ ଗଲା ଜାଣି ପାରିଲୁନି? सेठु तो मु पळेइछि आ ହଇରେ ओ ହୁଗୁଳା ओ ତୁ କଣ ପାଇଁ ଆଇଛୁ ଏଠି କହିଲୁ? ତୁ କାହିଁକି ଆସିଛୁ ଏଠି କହ? ତୁ ଆସିବାର ଉଦ୍ଦେଶ୍ୟ କଣ? ଆମର ଏ ଲୋଚପଡା ଗାଁକୁ ତୁ କାହିଁକି ଆସିଛୁ ମତେ କହ? मु आसियार गोटे कारण गोटे अछि ତୁ ଆସିବାର କାରଣ ଅଛି କଣ? ସେ କାରଣଟା କହିଲୁ? मु गोटे जिंस गोटे पचारिबी ତୁ ପଚାରିବା ପାଇଁ ଆଇଛୁ? हाँ ବୋଲେ କଣ ଅବୁଝା ରହିଯାଇଛି କି ରେ? अबुजा रही जाइछि ହଇରେ ओ ସିଦ୍ଧାର୍ଥ ଭକ୍ତିରେ ତ ଆମର ସବୁ ଜାଗା ଜିନିଷ ଦିଆ ହେଲାଣି। दिया होउछि 2 ବର୍ଷ ହେଲା ଚାଲିଛି ଆହୁରି ଚାଲିଛି ସୁଟିଂ ଆମର ସରିବାକୁ ନାହିଁ। ତୋର ଆହୁରି କଣ ଅବୁଝା ଅଛି ଯେ ମତେ ବୁଝିବାକୁ ଆଇଛୁ ରେ? अछि ଉଲ୍ଲା ହେଇକିରି ତ ସିଦ୍ଧାର୍ଥ ଭକ୍ତିରେ ସବୁ ଜାଗା ପଚାରି ପଚାରି ସବୁ ଜାଗା ମୋର ଧରିକି ପଡିଲୁଣି। ମୋ ସବୁ ଜାଗା ସମ୍ପତ୍ତି ଧରି ପଡିଲାଣି ଆଜ୍ଞା। ଆହୁରି କଣ ପଚାରିବୁ ରେ? आउ गोटे पचारिबी ହେଁ आउ गोटे पचारिबी ପଚାରିବୁ? ହଁ। କାଇଁ କଣ ପଚାର? ତୁ ପଚାରିଲୁ। लंकापति रावण ଲଙ୍କାପତି ରାବଣ लंकापति रावण महाज्ञानी महापंडित ହଁ ସେଟା ତ ସମସ୍ତେ ଜାଣିଛନ୍ତି ରାବଣ ଗୋଟେ ମହାଜ୍ଞାନୀ ବୋଲି। हाँ ହଁ महाज्ञानी महापंडित ମହାଜ୍ଞାନୀ ମହାପଣ୍ଡିତ सीता को चोरेई नहीं ना हरण करी नहीं एटा किनी नहीं मते दिए कहबोली मु बाबू ତୁ ଜାଣିଛୁ ନା ନାଇଁ? मु जानी छी ସୀତାଙ୍କୁ ରାବଣ କେମିତି ନେଲା? ଜଗତକୁ ଛୋଟ ପିଲାଟାକୁ ପଚାରିଲେ କହିବ। ହଇରେ ଝିଅ ସୀତାଙ୍କୁ ରାବଣ କେମିତି ନେଲା ରେ ମା? ଚୋରେଇକି ନା ହେଲା ଚୋରେଇକିରି ନେଲା ବୋଲି ସମସ୍ତେ କହୁଛନ୍ତି। ଆଉ ତୁ କଣଟା ଅଧିକ କହୁଛୁ ରେ? मु देखी छी बरा କେମିତି? सीता को रावण जो नेला ହଁ बुलेट रे बसई धरी जाइछि କାହିଁ ରେ? बुलेट रे ବୁଲେଟ ରେ ବସେଇକି ଧରିକି ଯାର ତୁ ଦେଖିଛୁ? हाँ କୋଉଠିକି ନେଲା ରେ? मु मात्र 15% गोड़ेली सेठु मो जाई पारलिनी से कुआडे धरी पड़ला କୋଉ ବନ୍ଧ ବନ୍ଧ? ସେ ବନ୍ଧ ବନ୍ଧ ଗୋଡେଇଲୁ? भाबिनीपुर गला बेलू ଭାବିନିପୁର ବନ୍ଧ ବନ୍ଧ ଗୋଡେଇଲୁ? ତୁ ଜାଣିପାରିଲୁନି? ନା। କୁଆଡେ ଗଲା ଜାଣିପାରିଲୁନି? सेठु तो मु पळेइछि आ ଠିକ ଅଛି। ଆମର ହୁଗୁଳା ଗୋଟେ କଥାଟେ ପଚାରିଲା ସୀତାଙ୍କୁ ରାବଣ କେମିତି ନେଲା? हाँ ପ୍ରକୃତରେ ନେଇଛି କେମିତି କିପରି? ସେ ବିଷୟରେ ଟିକେ ଆଲୋଚନା କରିବା। ଆମେ ସମସ୍ତେ ଜାଣିଛେ ଆଜ୍ଞା ସୀତାଙ୍କୁ ରାବଣ ଚୋରେଇ ନେଇଛି। ଜଗତ ଜାଣିଲା ସୀତାଙ୍କୁ ରାବଣ ଚୋରେଇ ନେଇଛି। ଆଜ୍ଞା ରାବଣର ସୀତାଙ୍କର ସମ୍ପର୍କ କଣ? घट माइप ଘଇତା ମାଇ ବଗିରେ ରାବଣର ସୀତାର आ कोन ପାଟିରେ ପୋକ ପଡିବ ରେ ପୁଅ। की ମନ୍ଦୋଦରୀଙ୍କ ଗର୍ଭରୁ ସୀତାଙ୍କ ଜନ୍ମ ରାବଣ ପିତା ଟନ୍ଦି ଶୁଣ ହେ ସୁଜନ। अच्छा ଯଦି ମନ୍ଦୋଦରୀ ଗର୍ଭରୁ ସୀତାଙ୍କ ଜନ୍ମ ହେଲା ରାବଣ ପରା ବାପା ହେଲା। ବାପା କେବେ ଝିଅକୁ ଚୋରେଇକି ନବ କି ଆଜ୍ଞା? नहीं ବାପା କେବେ ଝିଅକୁ ହରଣ କରିବ କି ରେ? नहीं ଉଲାରେ ओ ଆରେ ଜଗତ କହିଲା ରାବଣ ସୀତାଙ୍କୁ ଚୋରେଇ ନେଲା କିନ୍ତୁ ପୁରାଣ ନାହିଁ କରୁଛି ଆଜ୍ଞା। ବାପା ଝିଅ ପବିତ୍ର ସମ୍ପର୍କ, ବାପା ଝିଅ ମଧ୍ୟରେ କଳଙ୍କ ଦେବା ଶାସ୍ତ୍ର ସମ୍ମତ ନୁହଁ। ସୀତାଙ୍କୁ ପ୍ରକୃତରେ ରାବଣ ଚୋରେଇ ନେଇ ନାହିଁ କି ହରଣ କରି ନେଇ ନାହିଁ। ଆରେ चोरे की नहीं कि हरण करने नहीं ଉପସ୍ଥିତ ବିଜ୍ଞ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଛନ୍ତି। ଧରିନିଅ ଲୋଚାପଡାର ବାପା ଝିଅ ବାହାରିବେ ଆଜ୍ଞା। ବ୍ରହ୍ମପୁର ଟାଉନ ଆଡେ କଣ ମାର୍କେଟିଂ ଥିବ ଆମେ ଜାଣିଲେ ଆଙ୍କେ ବାପା ଝିଅ। ଆମର ଗାଁ ଲୋକ କି ସାହି ଲୋକ ଜାଣିଲେ ଆଙ୍କେ ବାପା ଝିଅ। बापा झियो କିନ୍ତୁ ବ୍ରହ୍ମପୁର ଟାଉନ ଭିତରେ ପଇଗଲେ କିଏ କହିବ କି ବାପା ଝିଅ? नहीं तो घइता माइ पली गए ସମସ୍ତେ କହିବେ ହଇରେ ବୁଢାଟା ହେଲାଣି କିନ୍ତୁ ଝିଅଟାକୁ ବସେଇକି ଧରିକି ବୁଲୁଛି ଦେଖରେ। ଏ ଜଗତଟା ହଉଛି ମନ୍ଦ ଚିନ୍ତା ଜଗତରେ। ସମସ୍ତେ ମନ୍ଦ ଚିନ୍ତା କଲେ, ବାପା ଝିଅ ସମ୍ପର୍କକୁ ଅପବିତ୍ର କରିଦେଲେ। ଆଜ୍ଞା ରାମାୟଣରେ କୈକେୟୀ ଯେମିତି ନିନ୍ଦାର ପାତ୍ର ହୋଇଗଲେ ଆପଣ ମାନେ ସମସ୍ତେ ଜାଣିଛନ୍ତି। ରାମଙ୍କର ମଙ୍ଗଳ ଚିନ୍ତା କରି କୈକେୟୀ ରାମଚନ୍ଦ୍ରକୁ 14 ବର୍ଷ ବନବାସକୁ ପଠେଇଥିଲେ। କିନ୍ତୁ ଜଗତ କୈକେୟୀକୁ ନିନ୍ଦା କଲା। ସେହିପରି ରାବଣ ସୀତାଙ୍କର ହିତ ଚିନ୍ତା କରି ରାବଣ ସୀତାଙ୍କୁ ନେଇ ରଖିଥିଲା ଅଶୋକ ବନରେ। କିନ୍ତୁ ଜଗତ ନିନ୍ଦା କଲା ରାବଣକୁ। ରାବଣ ପ୍ରକୃତରେ ସୀତାଙ୍କୁ ଚୋରେଇ ନେଇ ନାହିଁ। କିଏ କହନ୍ତି ସୀତାଙ୍କୁ ରାବଣ ହରଣ କଲା, କିଏ କହନ୍ତି ସୀତାଙ୍କୁ ରାବଣ ଚୋରେଇ ନେଲା। ପ୍ରକୃତରେ କେମିତି ନେଲା ସେ ଉପରେ ଟିକେ ଆଜି ଆଲୋଚନା କରିବା। ମୋର ପଣ୍ଡିତ ବର୍ଗମାନ ଉପସ୍ଥିତ ଅଛନ୍ତି। ସୀତାଙ୍କୁ ରାବଣ ପ୍ରକୃତରେ ନେଲା କେମିତି? ଯଦି ସୀତା ହଉଛନ୍ତି ରାବଣର ଝିଅ, ମନ୍ଦୋଦରୀ ଗର୍ଭରୁ ସୀତାଙ୍କର ଜନ୍ମ ହେଲା, ତାହେଲେ ସୀତାଙ୍କୁ ରାବଣ ପ୍ରକୃତରେ ନବାର ଉଦ୍ଦେଶ୍ୟ କଣ ଥିଲା? ଲକ୍ଷ୍ୟ କଣ ଥିଲା?
राम लक्ष्मणं पर्वतं रघुवरं सीतापति सुंदरं काकुस्तं करुणाकरं गुणनिधि विप्रप्रियं धर्मिकं राजेन्द्रं सत्यसिन्धं दशरथतनय श्यामल शान्तमूर्ति वंदे लोकाभिरामं रघुकुलतिलकं राघवं रावणारी राघवं रावणारी श्री हरि हरि श्री हरि उपस्थित मोर पंडित वर्ग सीतांगु रामचंद्र विवाह करिवे धनुभग्न उत्सव कले जनक महर्षि जनक राजांकर धनुभग्न उत्सव को रामचंद्र को निमंत्रण होई नाही विश्वामित्र को निमंत्रण होइथिला रामचंद्र विश्वामित्र संगरे जाइचंदी एवं तो समय रे प्रत्येक राजा माने आसिले धनुरे गुण दबा पाई कौनसी राजा धनुरे गुण दे पारे नाही एवं तो समय रे जनक महर्षि मन मध्य विचार कले मोर झील को का सहित विवाह देवी एडे एडे रथी महारथी माने धनुरे गुण दे पारे नाही मोर सीता केमिति विवाह करिवो याकु नहीं विचित्र रामायण विश्वनाथ खुंडियाकर वर्णित अति सुंदर काव्य जनक महर्षि हसीन कहती राजसभा को नाई अति सुंदर गीतटिए जनक राजा सभा मध्य को चाहि कहउचंती ब्राह्मण क्षत्रिय अवश्य चंडाल जो माने अछ सभारे समस्ते आसी जी मध्य धनुभग्न करिवो बा धनुरे गुणटी दब सी मोर झील सीता विवाह करिवो अति सुंदर गीत सही विचित्र रामायण विश्वनाथ खुंडियाकर वर्णित विचित्र रामायण बा विशी रामायण बोली आपण जाको कहंती से विचित्र रामायण लिखिले विश्वनाथ खुंडिया जनक महर्षि हसीन कहंती आहा
মহিরে নাহাতি বীর মহিরে নাহাতি বীর এই ধনুরে না দেলে করবা মহিরে নাহাতি বীর মহিরে নাহাতি বীর लक्ष्य मोर पंडित वर्ग जिते बेले जनक महर्षि कहले जी आसव धनुरे गुण दब सी सीता ग्रहण कर समय रामचंद्र सीता शिव धनुरे गुण दे सीता ग्रहण कले दशरथ राजा को डकागला तीन पुत्र धरी दशरथ आसी पहुंची गले आज्ञा जनक राज्य जनक राजा आउ तीन गुटी कन्या थिले से तीन गुटी कन्या को अन्य तीन गुटी पुत्र को प्रदान कले जनक महर्षि सीता उर्मिला सुतकीर्ति एवं मांडवी राम लक्ष्मण भरत शत्रुघ्न चारि गुटी पुत्र को चारि गुटी कन्या प्रदान हो गला चारि पुत्र बधु धरी दशरथ राजा अयोध्या प्रत्यागमन कले आपण मानकर गोटे झील जो बाहा हो जाए झीटी बाहा परे दिने 2 दिन 3 दिन 4 दिन पर माछ शाग दिया हूँ ना आगे ये तो माछ शाग दिया हुए ताकू आठुआरी भार बोली कह जाए कौन कले जनक महर्षि सप्तम दिन संध्या समय रे जाई दशरथ राज्य रे पहुंची गले जनक महर्षि विभिन्न पटुआर विभिन्न भार धरी चंदी माछ शाग चाउल पनीपरिया विभिन्न सामग्री धरी जाई पहुंची गले दशरथ गृह रे जनक राजा एवं तो समय कौन हला ना सीतांगर प्रथम रंधन उत्सव सीता देवी प्रथम हांडीशाला प्रवेश करेंगे कौशल्या को कहले दशरथ
तुमे जाई कुह सीता देवी को आदि ठारू हानिशाला दायित्व सीता को देदे सेतबेले कौशल्या गले सीता निकट में पहुंची गले सीता को कौन कहले ए शुण गो झियो मोहर वचन शुण गो झियो मोहर वचन रोसई शाल को मागो जीवा देवहन हौ हौ रोसई शाल को मागो जीवा बहन आज ठारू तुमे प्रथम रंधना रांधिब हांडी शालर तुम्हें दायित्व नेब झियल हांडी शालर रे तुम्हें दायित्व नेब कौशल्या सीता को कहले झील आज ठारू हांडीशाला दायित्व तुमर तुम्हें हूँ बड़ पुत्र बधू तुम्हें दायित्व तुमको लगे मो दायित्व थिला मो उपरे तेणु ए दायित्व आज ठारू तुमको लगे अच्छा सीता देवी कहले माँ तुम्हें मत रोषेशाला दायित्व दौच सत माँ हेले कौन करी माँ कौन राजा घरे मागो मुही होइली नम रोषेई करिया मते न आसे गो जान माने भूणी माने अच्छ टिके मन दे शुण किसी नीति शिक्षा मध्य आसो जो माने सासु भूमिका अच्छ वयोज्येष्ठ माँ मैंने टिके भल भाव ध्यान कर अच्छा सीता देवी होचंदी बहु कौशल्या होचंदी सासु सासु सीता देवी कहले माँ मते रोषे करिवार आसेनी अच्छा मु राज परिवार जन्म रजक राजा जनक राजांकर झियो मु राजानंदिनी सीता मते तो रोषे करिवार आसे नाही माँ मु किमिति रोषे करिवि कहिलो शाशुर कर्तव्य कौन शुण माँ कौन शाशु कौशल्या कहले झील आग काल बहु मान झील संबोधन कराला अच्छा अच्छा तमें तो निज झीटा को झील बोली विचार करुच बहुटा को पर बोली भावुच आ बहुटा को निजर झील बोली विचार कले सी तुमको माँ भाया विचार करिवो तमें तो बहु भाया विचार करू शत्रु भाया देखुच आ सी तुमको माँ भाया कुआडे देखिए झीर सम्मान देले माँ र सम्मान पाइबो मन रख जतक शाशु अछ टिके मन रख अहंकार गर्व बसीभूत होई बहुटे खटे देला बोली मनरे गर्व करी बहु मान को बहुत निर्यातना दौच एटा टिके बंद कर कहीं आजिकल कौन बहु शाशुर को केवे निंदा करंती आगे शशुर को समस्त सम्मान दियंती अच्छा किंतु शाशु बोली पदटी को समस्त घृणा करंती कहीं होची अहं भाव कौशल्या कहले झियो मु रोषेई शिखेदेवी चल आजिकल शाशु कौन कहे बुझिल कौन कहे कहल रांडर झियो तो माँ रांधे शिखे निगिल तू कुआडे पलि आइल रांडर झियो ता बापा को माँ को भाई की गंडे गाड़ी कोटण की थोदेबे मु रोषेई करी देबी तू खाऊ ये जगतटा सेमिति हो गला माँ जिते बेले सीता देवी कहले मते रोषेई आसेनी कौशल्या कहले चल माँ मु रोषेई शिखेदेवी सीता देवी कहले ठीक अच्छी माँ तुम्हें तो मोर गोटे माँ छाड़ी मु गोटे माँ को पाइली ना अच्छा अच्छा तुम्हें मोर धर्म र माँ मते तुम रोषेई शिखेदब मु शिखिबा पे प्रस्तुत अच्छी माँ हेले माँ जदि मु रोषेई करी मोर गोटे नियम अच्छी माँ कौन नियम कौन देख जिते बेले प्रथम रंधना रांधिबी अच्छा प्रथम रे ब्राह्मण को भोजन मु देवी सीता देवी कहले ना मु जदि प्रथम रंधन करी मो रंधन करिवार प्रथम अन्न मु गोटे ब्राह्मण को भोजन देवी ब्राह्मण भोजन देला परे मु काहाकू
ଅନ୍ନ ଭୋଜନ କରିବାକୁ ଦେବି। ଆଚ୍ଛା ହେଲେ ବ୍ରାହ୍ମଣ ଭୋଜନ କେମିତି ଦିଆଯାଏ ଆଜ୍ଞା? ଡାଲା ଆପଣ ମାନେ ସମସ୍ତେ ସବୁ ବ୍ରାହ୍ମଣ ଭୋଜନ କରନ୍ତି ଆଜ୍ଞା? ହଁ ସମସ୍ତେ ବ୍ରାହ୍ମଣ ଭୋଜନ କରୁଛ, କରନ୍ତି। କିନ୍ତୁ ବ୍ରାହ୍ମଣ ଭୋଜନ ଦବାର ନିୟମ କଣ ଅଛି ଆଜ୍ଞା? ତମେ ଡାଲମା ଭାତ କରିଦେଇଥିବ, 101 ଦକ୍ଷିଣା ଦେଇଦେଲେ ବ୍ରାହ୍ମଣକୁ ସନ୍ତୁଷ୍ଟ କରିପାରିବ କି ଆଜ୍ଞା? ଜଗତରେ 3 ଜଣ କେବେ ସନ୍ତୁଷ୍ଟ ନୁହନ୍ତି ଆଜ୍ଞା। କିଏ କିଏ? ବ୍ରାହ୍ମଣ, ଅଗ୍ନି ଏବଂ କନ୍ୟା, ଆଚ୍ଛା ଅର୍ଥାତ ଝିଅ। ଏ 3 ଜଣ କେବେ ମଧ୍ୟ ଜଗତରେ ସନ୍ତୁଷ୍ଟ ନୁହନ୍ତି। ନୁହଁ। ଆଜ୍ଞା ଝିଅ କେବେ ସନ୍ତୁଷ୍ଟ ନାହିଁ, ଯେତେ ଦେଲେ ମଧ୍ୟ ଆହୁରି ଦିଅ ବୋଲିବ। ଦିଅ। ଅଗ୍ନି କେତେ ପୋଡ଼ିଲେ ମଧ୍ୟ ଆହୁରି ପୋଡ଼ିବିକା ବୋଲିବ। ବ୍ରାହ୍ମଣକୁ ଯେତେ ଦେଲେ ମଧ୍ୟ ଆହୁରି ଦିଅକା ବୋଲିବେ। ଆଚ୍ଛା କିନ୍ତୁ ଶାସ୍ତ୍ର କଣ କହିଲା? କଣ? ଗୋଟେ ବ୍ରାହ୍ମଣକୁ କେମିତି ସନ୍ତୁଷ୍ଟ କରିବ ଆଜ୍ଞା? ମୁଁ ଜାଣିଛି। ତୁ କଣ ଜାଣିଛୁ ରେ? ନାଶ ଦବ ବୋଲି। ଥୋପୁଣି ଉପରୁ ଗୋଟେ ମାଡ଼ ଦେଇ ବୁଝି ପଳେଇବ, ତୋର ଜାଣିଛୁ ନା? ଉପସ୍ଥିତ ବିଜ୍ଞାବନ୍ଧୁ, ଗୋଟେ ବ୍ରାହ୍ମଣକୁ ସନ୍ତୁଷ୍ଟ କରିବା ପାଇଁ ଗୋଟେ ଶ୍ଲୋକ ଲେଖା ହେଲା। କଣ ଶ୍ଲୋକ କଣ କହିଲା? କଣ? ଜଳ ପ୍ରିୟ ତ୍ରିଲୋଚନ ଅଳଙ୍କାର ପ୍ରିୟ ଶ୍ରୀ ନାରାୟଣ ସ୍ତ୍ରୀ ପ୍ରିୟ ଆଲିଙ୍ଗନ ଭୋଜନ ପ୍ରିୟ ବ୍ରାହ୍ମଣ ଭୋଜନ ପ୍ରିୟ ବ୍ରାହ୍ମଣ। उपस्थित मोर विज्ञबंधु, श्लोक प्रमाण कला जलप्रिय त्रिलोचन। भगवान शिव हेले जलप्रिय एवं जगन्नाथ एवं लक्ष्मी होचंदी सुवर्ण प्रिय। स्त्री मान होचंदी आलिंगन प्रिय। गोटे स्त्री जदि मन दुखरे बसिथिबो आज्ञा, ताकू 2 बाहु टेकी डाकी देई तार गंड देश गोटे चुम्बन देले तार सब दुख मेंटी जाए। स्त्री मान होचंदी आलिंगन प्रिय एवं भोजन प्रिय ब्राह्मण। ब्राह्मण मान होचंदी आज्ञा सत्यरु कलिजुग पर्यंत भोजन प्रिय। ब्राह्मण को जदि पचारिक गंडे खाइबा को देई परिवो, ब्राह्मणर आत्मा जदि संतुष्ट होई गला, दक्षिणारे किसी मुख्य न थाए आज्ञा। जदि पचारिबो गोटे ब्राह्मण को, महाप्रभु काली गोटे ब्राह्मण भोजन करिबा, कोन खाइबे कहंतु? से जहा कहिबे खाइबा को तमे जदि ताको रंधन करिवो, तार मन दातिबो खाइबा पाखरे आज्ञा, दक्षिणारे मन नथिबो। तेणु ब्राह्मण माने भोजन प्रिय, ब्राह्मण को पचारि भोजन दियो। हेले मास्टर आज्ञा गोटे ब्राह्मण को तो आमे जीवन में केबे खाइबा को देई नथिबा, 108 ब्राह्मण भोजन करदा लोक देखाणिया को के मास्टर। हां को ब्राह्मण इने कागो मागिति खाया को? अरे नथिले जदि न मागी थांदा पुराण काहेंगे लेखा हला? ब्राह्मण माने भोजन प्रिय, को ब्राह्मण को किए पचारि के भोजन देइछि। अच्छा को ब्राह्मण कोन मागिति खाया को? उपस्थित विज्ञाबंधु मन मन रखिबे, केउ ब्राह्मण को किए पचारि के भोजन देइथिला आज्ञा। अच्छा जदि ब्राह्मण को पचारि के भोजन न दबो आज्ञा, दबार आवश्यकता नाही। ब्राह्मण जहा मागिए ता खाइबा को दबाक पड़िबो। अच्छा से कहबे मु आज मटन टिके खाइबे ले आपण दबाक बाध्य। आपण भाबिबेन जे ब्राह्मण जनक मु आज ब्राह्मण भोजन करूची, से मटन मागुची मु देबिनी, हबनी। ब्राह्मणर मन जदि कहूची खाइबा को, ब्राह्मण जहा खाइबा को मागिबे ताहा जदि देबे, ताहाले ब्राह्मणर मन संतुष्ट हो। अच्छा को ब्राह्मण को कागो मागिची? द्वापर जुगरे थिला बीरवर कन्न पचारिण देइथिला ब्राह्मण भोज। द्वापर जुगरे बीरवर कर्ण आज्ञा ब्राह्मण को पचारि भोजन देइथिले। आज्ञा कर्ण प्रत्येक दिन 1 लाख सुवर्ण भार सुवर्ण दान करନ୍ତି। एडा बड़ महादानी थिले कर्ण, लक्षे सुवर्ण भार सूर्य दियंती, कर्ण दान करନ୍ତି ब्राह्मण मानकु। एडा बड़ महादानी थिले। हेले दानी तो थिले, महादानी के बुठु हेले? दानी हेले कर्ण सत, महादानी बोली तांकर काहेकि नाम हला? काहेकि ना जेउ दिन से ब्राह्मण भोजन देले। उपस्थित विज्ञाबंधु, गोटे सुंदर कथा, ये जो गोटे माध्यम, ये गोटे विषय वस्तु मु आरंभ करिछि, 30 दिन पंदरे सरियोनी आज्ञा। ये गोटे पुराणर शाखा होची अनेक, जीवार माध्यम एक, रास्ता अनेक। अच्छा अच्छा जुआडे गले से रास्ता लंबा लंबा। 30 दिन पर्यंत गोटे पुराण सरिबो नाही। उपस्थित विज्ञाबंधु लक्ष्य देबे,
ଦିନେ କର୍ଣ୍ଣ କଣ କରନ୍ତି ବ୍ରାହ୍ମଣ ମାନଙ୍କୁ ଦାନ ଦେଇ ଦେଇ ଯାଉଛନ୍ତି ଯାଉଛନ୍ତି ସୁବର୍ଣ୍ଣ ଦାନ ବ୍ରାହ୍ମଣ ମାନେ ଠିଆ ହୋଇଛନ୍ତି ଲମ୍ବାରେ ଆଚ୍ଛା ସୁବର୍ଣ୍ଣ ଦାନ ଦେଇ ଦେଇ ଯାଉଥିବା ସମୟରେ ଗୋଟେ ଭିକ୍ଷୁକ ବ୍ରାହ୍ମଣ ବୟସ୍କ ଲୋକଟିଏ ଠିଆ ହୋଇଛି ସେଇ ବ୍ରାହ୍ମଣ ମାନଙ୍କ ଧାଡିରେ ଆଚ୍ଛା ଆଚ୍ଛା ସୁବର୍ଣ୍ଣ ଦାନ ଦଉଛନ୍ତି କର୍ଣ୍ଣ ବ୍ରାହ୍ମଣ ଜଣକ କହିଲେ ହେ ବୀର ବୀର ମୁଁ ତ 3-4 ଦିନ ହେଲା ଉପବାସରେ ଅଛି ଅଛି ତମେ ସୁବର୍ଣ୍ଣ ଦାନ ଦେଲେ କଣ ମୋର ପେଟ ଭର୍ତ୍ତି ହବ କି ହବ କି ମୋର କ୍ଷୁଧା କେମିତି ମେଣ୍ଟିବ ମୁଁ ଜଣେ ଭିକ୍ଷୁକ ବ୍ରାହ୍ମଣ ସୁବର୍ଣ୍ଣ ଦାନ ଦବ ବାଟରୁ କିଏ ଛଡେଇ ଧରି ପଳେଇବ ନେଇଯିବ ମୁଁ ତ ଗୋଟେ କ୍ଷୁଧା ମେଣ୍ଟାଇ ପାରିବି ନାହିଁ ଆଚ୍ଛା ତେଣୁ ମୋର ଖାଇବା ବ୍ୟବସ୍ଥା ଟିକେ କରିଦିଅ କରିଦିଅ କର୍ଣ୍ଣ ବହୁତ ସନ୍ତୁଷ୍ଟ ହୋଇଗଲେ ଆଚ୍ଛା କହିଲେ ଠିକ କଥା ବ୍ରାହ୍ମଣ ଜଣକ ଆଜି ମତେ ଭୋଜନ ମାଗୁଛନ୍ତି ବହୁତ ଆନନ୍ଦ ହୋଇଗଲେ କର୍ଣ୍ଣ କହିଲେ ହେ ବ୍ରାହ୍ମଣ ତମେ କଣ ଭୋଜନ କରିବେ କହନ୍ତୁ ସେତେବେଳେ ବ୍ରାହ୍ମଣ ଜଣକ କହୁଛନ୍ତି ହେ ବୀର ମୁଁ ଯାହା ଭୋଜନ କରିବି ମତେ ତୁମେ ଦବ ତ ହଁ ମହାପୁରୁ ତମେ କଣ ଖାଇବେ କହନ୍ତୁ ଆଚ୍ଛା କଣ ଭୋଜନ କରିବ କୁହ ସେତେବେଳେ ବୀରବର ସତ୍ୟ କରିଦେଲେ ଯାହା ମାଗିବ ବ୍ରାହ୍ମଣ ଭୋଜନ ଦେବି ମୁଁ କହିଲେ ହଁ ହେ ବ୍ରାହ୍ମଣ ତମେ ଯାହା ମତେ ଭୋଜନ ମାଗିବ ମୁଁ ତୁମକୁ ଦେବାକୁ ପ୍ରସ୍ତୁତ ଅଛି ଆଚ୍ଛା ଆଚ୍ଛା ସେତେବେଳେ ବୀରବର କର୍ଣ୍ଣ କଣ ମାଗିଲେ କର୍ଣ୍ଣକୁ କଣ ମାଗିଲେ ବ୍ରାହ୍ମଣ କଣ ଏ ଶୁଣନ୍ତୁ ଆଗେ ବୀରବର କର୍ଣ୍ଣ ଶୁଣନ୍ତୁ ଆଗେ ବୀରବର କର୍ଣ୍ଣ ଆମିଷ ଭୋଜନରେ ମହରମନ ଏବେ ଆମିଷ ଭୋଜନରେ ମହରମନ ଦେଇପାରିବ କି ତୁମେ ନା ହେ ବୀର ଦେଇପାରିବ କି ତୁମେ ନା ହେ ବୀର କର୍ଣ୍ଣ ବ୍ରାହ୍ମଣ ଜଣକ କହିଲେ ହେ ବୀରବର ବହୁତ ଦିନ ହେଲା ମୁଁ କ୍ଷୁଧାରେ ଅଛି ଭିକ୍ଷୁକ ବ୍ରାହ୍ମଣଟିଏ ମତେ ଆମିଷ ଭୋଜନ ଟିକେ ଆବଶ୍ୟକ ଟିକେ ଆମିଷ ବ୍ୟବସ୍ଥା କର ଆଚ୍ଛା ସେତେବେଳେ ବୀରବର କର୍ଣ୍ଣ କହିଲେ ଠିକ ଅଛି ମହାପୁରୁ କେଉଁ ଜୀବ ମାଂସରେ ହେ ତୁମର ମନ ଶୀଘ୍ର ପ୍ରକାଶ କରନ୍ତୁ ତୁମ୍ଭେ ହେ ବ୍ରାହ୍ମଣ ହଁ ହାତ ଯୋଡି କହିଲେ ବୀରବର କଣ କେଉଁ ଜୀବ ମାଂସରେ ତୁମର ମନ ଅଛି ମତେ ଟିକେ କହିଦିଅ ସେତେବେଳେ କହୁଛନ୍ତି ବୀରବର କର୍ଣ୍ଣକୁ ବ୍ରାହ୍ମଣ କଣ ମୁଁ ଯୋଉ ଜୀବ ମାଂସ ଭୋଜନ କରି ମତେ ଦବ ତ ନିଶ୍ଚୟ ସତ୍ୟ କର ସତ୍ୟ କରିବାକୁ ପଡିବ ପୁଣି ବୀରବର କର୍ଣ୍ଣ ସତ୍ୟ କରିଦେଲେ ଯେଉଁ ଜୀବ ମାଂସ ମାଗିବ ମୁଁ ତୁମଙ୍କୁ ଦେବି ହେ ବୋଇଲେ ହଁ ସେତେବେଳେ କର୍ଣ୍ଣକୁ କଣ ମାଗିଲେ ବ୍ରାହ୍ମଣ କଣ ମାଗିଲେ ସେତେବେଳେ ବ୍ରାହ୍ମଣ ଏମନ୍ତ କହିଲେ ପୁତ୍ର ମାଂସ ତୁମ୍ଭ ମତେ ଦିଅ ହେ ବୋଇଲେ ବୀର କୋପାଳେ ଥିଲେ କେଡ଼େ ବଡ଼ କଥା ହେ କହିଲେ ପୁତ୍ରର ମାଂସ କରିବ ଭୋଜନ ଆଉ କି ମାଂସ ମାଗୁଛ ମାଗ ବ୍ରାହ୍ମଣ ଆଉ କି ମାଂସ ମାଗୁଛ ମାଗ ଲକ୍ଷ୍ୟ ଦେବେ ମୋର ପଣ୍ଡିତ ବର୍ଗ କପାଳରେ ହସ୍ତ ମାରିଦେଲେ ବୀରବର କର୍ଣ୍ଣ ହାତ ଯୋଡ଼ି କହିଲେ ହେ ବ୍ରାହ୍ମଣ ଗୋଟିଏ ବୋଲି ପୁତ୍ର ମୋର ବୃଷକେତୁ ଆଚ୍ଛା କେହି କେହି ଡାକନ୍ତି ମୋର ପୁତ୍ର ନାମ ବିଶିକେଶନ ଆଚ୍ଛା ଯଦି ମୋର ପୁତ୍ର ମାଂସକୁ ଖଣ୍ଡ ଖଣ୍ଡ କରି ତୁମକୁ ଭୋଜନ ଦେବି ତାହେଲେ ମୁଁ ଅପୁତ୍ରିକ ହୋଇଯିବି ଆଉ କି ଜୀବ ମାଂସରେ ଅଛି ମନ
ମାଗ ହେ ବ୍ରାହ୍ମଣ। ବ୍ରାହ୍ମଣ ଜଣକ କ୍ରୋଧାନ୍ୱିତ ହୋଇ କହୁଛନ୍ତି ବୀର ସତ୍ୟ କରିଥିଲ, ତମ ପୁତ୍ର ମାଂସକୁ ମତେ ଭୋଜନ ଦେବାକୁ ହବ। କଣ କରିବେ ଶୁଣ କର୍ଣ୍ଣ। ନିଜ ପୁତ୍ରକୁ ଗୋଟେ ଖଡ୍ଗ ଧରି ଯିବ, ଖଣ୍ଡ ଖଣ୍ଡ କରି ବିଖଣ୍ଡିତ କରିଦେବ। ଆଚ୍ଛା ନିଜର ପତ୍ନୀ ବୃଷାଳୀ ହସ୍ତରେ ଦେଇ ରନ୍ଧନ କଲେ ସେ ପୁତ୍ର ମାଂସକୁ ମୁଁ କରିବି ଭୋଜନ। ଶରୀର ଥରି ଉଠିଲା ବୀରବର କର୍ଣ୍ଣଙ୍କର, ଚକ୍ଷୁରୁ ଅଶ୍ରୁ ଧାର 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 ରତକ ବହୁଛି। କହୁଛନ୍ତି ରେ ବିଧାତା, ଗୋଟିଏ ବୋଲି ପୁତ୍ର ମୋର ବୃଷକେତୁ, ଆଚ୍ଛା ତାକୁ ମତେ ଖଣ୍ଡ ଖଣ୍ଡ କରି କାଟି ନିଜ ପତ୍ନୀ ହସ୍ତରେ ଦେଇ ରନ୍ଧନ କଲେ ବ୍ରାହ୍ମଣ ଜଣକ ଭୋଜନ କରିବେ। ହଁ ହାରେ ଦଇବ, କରିବି କଣ? କଣ କରିବି? କାନ୍ଦି କାନ୍ଦି ବୀରବର କର୍ଣ୍ଣ କଣ କଲେ? କଣ? ଏକ ଖଡଗ ଧରି ବୀର କଲେ ପୁତ୍ରକୁ ଯେ ଖଣ୍ଡ ଖଣ୍ଡ କଲେ। ପୁତ୍ରର ଶରୀର କରି ଖଣ୍ଡ ଖଣ୍ଡ ନେଇ ମନ୍ତ୍ରୀର ହସ୍ତରେ ଦେଲେ ତୋଇବା। এই মন্ত্রীর হস্তরে দেলে কান্দি কান্দি বীরবর কর্ণ গোটে খড়গ ধরি পুত্রକୁ খଣ୍ଡ ଖଣ୍ଡ କରିଦେଲେ। ପୁତ୍ର ମାଂସକୁ ଖଣ୍ଡ ଖଣ୍ଡ କରି ନିଜର ପତ୍ନୀ ବୃଷାଳୀ ନିକଟକୁ ଚାଲିଗଲେ ବୀରବର କର୍ଣ୍ଣ। ଆଚ୍ଛା କହିଲେ ବୃଷାଳୀ, ଇଏ ହେଉଛି ଆମର ପୁତ୍ରର ମାଂସ, ଆକୁ କର ରନ୍ଧନ, ଦବା ଆମ୍ବେ ବ୍ରାହ୍ମଣ ଭୋଜନ। ଭୋଜନ ଉପସ୍ଥିତ ମୋର ବିଜ୍ଞ ବନ୍ଧୁ, ଆଚ୍ଛା ସେତେବେଳେ ବୃଷାଳୀଙ୍କର ଶରୀର ଥରି ଉଠିଲା, ହଁ ଲୋମ ଗୁଡାକ ଟାଙ୍କୁରି ଉଠିଲା, ଆଚ୍ଛା ଚକ୍ଷୁରେ ଅଶ୍ରୁ ପରିପୂର୍ଣ୍ଣ ବୃଷାଳୀଙ୍କର ନିଜ ପୁତ୍ର ମାଂସକୁ ରନ୍ଧନ କରିଦେଲେ। ସରିଲା ରନ୍ଧନ। କହୁଛନ୍ତି ହେ ବୀର, ସରିଲା ରନ୍ଧନ, ଡାକ ହେ ବ୍ରାହ୍ମଣ, ଦବା ଆମେ ବ୍ରାହ୍ମଣ ଭୋଜନ। ଡାକିଦେଲେ ବ୍ରାହ୍ମଣକୁ କର୍ଣ୍ଣ। ଶରୀର ଥରି ଉଠୁଛି କର୍ଣ୍ଣଙ୍କର, ପୁତ୍ର ମାଂସକୁ ବ୍ରାହ୍ମଣକୁ ଭୋଜନ କରିବାକୁ ଦେବେ। ଏବଂ ତ ସମୟରେ ବ୍ରାହ୍ମଣକୁ ପକାଇଦେଲେ, ଗୋଟେ ପିଢା ଗୋଟେ କଦଳୀ ପତ୍ର ପଡିଗଲା, ବ୍ରାହ୍ମଣକୁ ମାଂସ ଦଉଛନ୍ତି ଆଜ୍ଞା ବୃଷାଳୀ। ଏମନ୍ତ ସମୟରେ ବ୍ରାହ୍ମଣ ଜଣକ କହିଲେ, ରହ ରହ, ରହିଥ ଆମେ ପରା ଗୃହରେ 3 ଜଣ ପ୍ରାଣୀ ଅଛେ, 3 ଜଣ ମୁଁ ଯଦି ଜଣେ ଭୋଜନ କରିବି ତମେ କଣ ଉପବାସରେ ରହିବ? ରହିବ। 3ଟା ଖଲି ପକ 3 ଜଣ ଭୋଜନ କରିବା। ପଡିଗଲା 3ଟା ଖଲି। ବୃଷାଳୀ କର୍ଣ୍ଣ ଏବଂ ବ୍ରାହ୍ମଣଙ୍କ ପାଇଁ ବାଢିବାକୁ ଯାଉଛନ୍ତି ବୃଷାଳୀ। ପୁଣି ଏମନ୍ତ ସମୟରେ ପୁଣି କହିଲେ ବ୍ରାହ୍ମଣ, ରହ 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 ରହ, ଆଉ କଣ ରହିବ? ଯୋ ପୁତ୍ରଟି ମରି ଯାଇଛି ହଁ ସେ ପୁତ୍ରକୁ କଣ ଆମେ ଅର୍ପଣ କରିବାନି ତାର ଭାଗ? ଆଉ ଗୋଟେ ପତ୍ର ପକଉ। ଆଉ ସିଏ ଅଛି ଯାଏ ଓ ଖାଇବ। 4 ଗୋଟି ପତ୍ର ପଡିଲା। ପୁତ୍ର ମାଂସକୁ ମାନେ ବାଣ୍ଟି ଦେଲେ 4 ଭାଗ କରି। ଆଚ୍ଛା ବସିଛନ୍ତି ବ୍ରାହ୍ମଣ, ବସିଛନ୍ତି କର୍ଣ୍ଣ, ବସିଛନ୍ତି ବୃଷାଳୀ। ଏମନ୍ତ ସମୟରେ କର୍ଣ୍ଣକୁ କହୁଛନ୍ତି ବ୍ରାହ୍ମଣ, କଣ? ହେ ବୀରବର, ତମ ପୁତ୍ର ନାମ ଧରି ଡାକ, ପୁତ୍ରକୁ ସମର୍ପଣ କରିଦିଅ, ତାପରେ ଆମେ ଭୋଜନ କରିବା। ବିଚାର କରୁଛନ୍ତି ବୀରବର କର୍ଣ୍ଣ, ହାୟରେ ଦଇବ, ଦଇବ ନିଜ ପୁତ୍ରକୁ ମୁଁ କରିଲି ଖଣ୍ଡ ଖଣ୍ଡ, ହଁ ସ୍ତ୍ରୀ ହସ୍ତେ କରିଲି ରନ୍ଧନ, ହଁ ପୁଣି ମତେ ତାକୁ ଡାକିବାକୁ କରିବାକୁ ହବ ଅର୍ପଣ। ଆଉ ଅଛି ଯାଏ। ଡାକୁଛନ୍ତି ଆଜି ବୀରବର କର୍ଣ୍ଣ, ଚକ୍ଷୁରେ ଅଶ୍ରୁ ପରିପୂର୍ଣ୍ଣ। ଆଚ୍ଛା କିପରି ଡାକୁଛନ୍ତି? ଆରେ ଆରେ ମୋର ନନ୍ଦନ, আরে আরে মোর জীব ধন, তোহর মাংস তু করিবু ভোজন। আরে আরে মো ঋষিকে
আরে আরে মো পিসিকে সোনা ମୁଣ୍ଡକୁ ବାଡେଇ ବାଡେଇ ଡାକୁଛନ୍ତି ବୀରବର କନ୍ୟାର ମୋର ପୁତ୍ର କୋଟରେ ପୁତ୍ର ଆରେ ମୋ ବିଶିକେଶନ କୋଉଠି ଅଛୁରେ ମୋର ଜୀବଧନ କାନ୍ଦି କାନ୍ଦି ଡାକୁଛନ୍ତି ଦୈବୀର ମାୟା ଭଗବାନଙ୍କର ମାୟା ଚକ୍ଷୁ ମଳି ମଳି ଆସିଲା ବୃଷକେତୁ କହିଲା ବାପା ମତେ କାହିଁକି ଡାକୁଥିଲେ ଯେତେବେଳେ କର୍ଣ୍ଣ ଦେଖିଛନ୍ତି ଆଜ୍ଞା ଚକ୍ଷୁକୁ ବୁଲାଇ ଦେଇଛନ୍ତି ନା ବ୍ରାହ୍ମଣ ଅଛନ୍ତି ନା ମାଂସ ଅଛି ନା ପିଢା ଅଛି ନା ପାଣି ଅଛି ଏସବୁ ଭଗବାନଙ୍କର ପରୀକ୍ଷା ଥିଲା ସେଇଦିନ ଠାରୁ କର୍ଣ୍ଣଙ୍କର ନାମ ହେଲା ମହାଦାନୀ କର୍ଣ୍ଣ ନିଜ ପୁତ୍ର ମାଂସକୁ ବ୍ରାହ୍ମଣକୁ ଅର୍ପଣ କରିଥିବା ଯୋଗୁ ତାଙ୍କର ନାମ ହେଲା ମହାଦାନୀ କର୍ଣ୍ଣ ଦାନୀ ବଣେ କର୍ଣ୍ଣକୁ କେ ସମକକ୍ଷ ନହିଲେ ମହାଦାନୀ ରୂପେ କର୍ଣ୍ଣ ଜଗତରେ ଗଣତି ହୋଇଲେ ଉପସ୍ଥିତ ଆମର ବିଜ୍ଞବନ୍ଧୁ ଦ୍ୱାପର ଯୁଗରେ ଦେଇଥିଲେ ବୀରବର କର୍ଣ୍ଣ ବ୍ରାହ୍ମଣ ଭୋଜନ ପଚାରି ବ୍ରାହ୍ମଣକୁ ତାପରେ କିଏ ଦେଇଥିଲା ଆଜ୍ଞା କିଏ ତ୍ରେତୟା ଯୁଗରେ ଦେଲେ ଜନକ ନନ୍ଦିନୀ ସେଇ କଥା ବାବୁ ଏବେ କହିବା ତକ୍ଷଣୀ उपस्थित हमारा विज्ञ बंधु सीता देवी ଦେଇଥିଲେ ତ୍ରେତୟା ଯୁଗରେ ବ୍ରାହ୍ମଣଙ୍କୁ ପଚାରି ଭୋଜନ ଯେତେବେଳେ କୌଶଲ୍ୟା କହିଲେ ହେ ଝିଅ ଚାଲ ତମେ ରୋଷେଇ କରିବ ରନ୍ଧନ सीता देवी କହିଲେ ଯଦି ମୁଁ ପ୍ରଥମରେ ବ୍ରାହ୍ମଣକୁ ଭୋଜନ ଦେବି ଗୋଟେ ବ୍ରାହ୍ମଣ ବରଣ କର ସେ ବ୍ରାହ୍ମଣକୁ ପଚାରିବା ସେ କଣ ଭୋଜନ କରିବେ ତାକୁ ଧରି ମୁଁ ରୋଷେଇ ବାସ କରିବି କୌଶଲ୍ୟା କହିଲେ ଠିକ ଅଛି ଭଲ କଥା ଉତ୍ତମ କଥା ଗୋଟେ ବ୍ରାହ୍ମଣକୁ ଭୋଜନ ଦେବା ଆଗ କାଳରେ ଆପଣ ମାନେ ଜାଣିଥିବେ ଆଜ୍ଞା ଆପଣଙ୍କର ବାରିରେ ଯଦି ପନିପରିବା ହବ ପଦରରେ ଆଗ ବ୍ରାହ୍ମଣକୁ ଦିଆ ହଉଥିଲା ଆଜ୍ଞା ତାପରେ ମନ୍ଦିରକୁ ଆଗ ବ୍ରାହ୍ମଣ ତାପରେ ମନ୍ଦିର ତାପରେ ନିଜେ ବିକ୍ରି କରୁଥିଲେ କି ଖାଉଥିଲେ ବିଲରେ ଧାନ ଆଦାୟ ହଉଥିଲା ବ୍ରାହ୍ମଣକୁ ଦିଆ ହଉଥିଲା ମନ୍ଦିରକୁ ଦିଆ ହଉଥିଲା ମାଳି ଭଣ୍ଡାରକୁ ଦିଆ ହଉଥିଲା ଯେଉଁଦିନ ଠାରୁ ମନ୍ତ୍ରୀ ଶାସନ ଆସିଲା ବ୍ରାହ୍ମଣ ପ୍ରତି ସମ୍ମାନ ବଢିଗଲା ରଜାରାଜୁର ଶାସନ କାଳରେ ବ୍ରାହ୍ମଣକୁ ସମ୍ମାନ ଦଉଥିଲେ ଯେତେ ଦିନ ପର୍ଯ୍ୟନ୍ତ ରାଜା ମାନେ ଶାସନ କରୁଥିଲେ ଜଗତରେ ସେତେ ଦିନ ପର୍ଯ୍ୟନ୍ତ ବ୍ରାହ୍ମଣ ସମ୍ମାନ ଥିଲା ଆଜ୍ଞା ଯେଉଁଦିନ ଠାରୁ ମନ୍ତ୍ରୀ ଶାସନ ଆସିଲା ବ୍ରାହ୍ମଣ ମାନଙ୍କୁ ସମସ୍ତେ କୁମାର୍ଗରେ ଦେଖିଲେ ହୀନ ଚକ୍ଷୁରେ ଦେଖିଲେ ବ୍ରାହ୍ମଣକୁ ବ୍ରାହ୍ମଣର ସମ୍ମାନ ଆଉ ଦେଲେ ନାହିଁ ଯଦ୍ୱାରା ଜଗତରେ ଆଦାୟ ମଧ୍ୟ କମିଗଲା 30,000 ଖର୍ଚ୍ଚ କରୁଛ 32,000 ପାଉଛୁ 4 ମାସ ଯୋଗୁ ତ 30,000 ଖର୍ଚ୍ଚ କଲେ 32,000 ପାଉଛୁ ଆଗର ଭଳି ଆଉ ଆୟ ନାହିଁ ଆଦାୟ ମଧ୍ୟ କମିଗଲା ବ୍ରାହ୍ମଣ ପ୍ରତି ସମ୍ମାନ ବଢିଗଲା ଜଗତରେ ଆଦାୟ ମଧ୍ୟ କମିଗଲା ଉପସ୍ଥିତ ଆମର ବିଜ୍ଞ ବନ୍ଧୁ ଏମନ୍ତ ସମୟରେ ସୀତା ଦେବୀ କହୁଛନ୍ତି ଗୋଟେ ବ୍ରାହ୍ମଣ ବରଣ କର କୌଶଲ୍ୟା କହିଲେ ଠିକ ଅଛି ହେଲେ ସେଟା କେମିତିକା ବ୍ରାହ୍ମଣ ବରଣ କରିବ ଜାଣିଛୁ ଦେଖ ବ୍ରାହ୍ମଣ କେବେ ଦାନ ନେଇ ନଥିବ ବ୍ରାହ୍ମଣ କେବେ ଦାନ ନେଇ ନଥିବ ବ୍ରାହ୍ମଣ କେବେ ଭିକ୍ଷା ଲାଗି ନଥିବ ମହାଜ୍ଞାନୀ ଯେ ପଣ୍ଡିତ ହୋଇଥିବ ଚତୁର୍ବେଦରେ ପାରଙ୍ଗମ ଥିବ ଏପରି ବ୍ରାହ୍ମଣ ବରଣ କରିବ ସେ ବ୍ରାହ୍ମଣକୁ ପଚାରି ଯେ ଭୋଜନ ନେବ ସେ ବ୍ରାହ୍ମଣ ପଚାରି ବାବୁ ଭୋଜନ ଦେବ ଉପସ୍ଥିତ ଆମର ବିଜ୍ଞ ବନ୍ଧୁ ସୀତା ଦେବୀ କହୁଛନ୍ତି ହେ ମା ଯୋଉ ବ୍ରାହ୍ମଣଟି ବରଣ କରିବ ସେଟା କେମିତିକା ବ୍ରାହ୍ମଣ ହେଇଥିବ ସେ ବ୍ରାହ୍ମଣ କେବେ ମଧ୍ୟ ତା ଜୀବନରେ ଦାନ ଗ୍ରହଣ କରିନଥିବ ବ୍ରାହ୍ମଣ ହେଇଥିବ କେବେ ମଧ୍ୟ ଭିକ୍ଷା ଗ୍ରହଣ କରିନଥିବ ଚତୁର୍ବେଦ 10 ମହାବିଦ୍ୟାରେ ପାରଙ୍ଗମ ହୋଇଥିବ ସେପରି ଗୋଟେ ବ୍ରାହ୍ମଣକୁ ବରଣ କରିବ ସେ ବ୍ରାହ୍ମଣ ଜଣକ ଯାହା କରିବେ ଭୋଜନ ତାକୁ ମୁଁ କରିବି ରନ୍ଧନ ଖୋଜା ପଡିଲା ଏମିତି ବ୍ରାହ୍ମଣ କୋଉଠି ଅଛି ଦଶରଥ ରାଜାଙ୍କ ଆସନ ଟଳମଳ ହେଇଗଲା ଆଜ୍ଞା ବ୍ରାହ୍ମଣ ବୋଇଲେ ଗୋଟେ ବର୍ଗର ଥିଲେ ଆଗ କାଳରେ କେବଳ ବେଦ ଅଧ୍ୟୟନ କରୁଥିଲେ
ଜ୍ଞାନୀ ମାନେ ଥିଲେ ପୁରୋହିତ କର୍ମକାଣ୍ଡ ପଢୁଥିଲେ କେବଳ ଗୋଟେ ବର୍ଗର ବ୍ରାହ୍ମଣ ଥିଲେ ଆଜ୍ଞା କୋ ବ୍ରାହ୍ମଣ କଳି ଯୁଗରେ କେବଳ ଦାନେକ ବ୍ରାହ୍ମଣ ଥିଲା ଆଜ୍ଞା ସତ୍ୟ ତ୍ରେତୟା ଦ୍ୱାପର ଏବଂ ରଜାରାଜୁର ଶାସନ କାଳରେ ଆଚ୍ଛା ଆଚ୍ଛା ଏ କଳି ଯୁଗରେ କଣ ହେଲା ହଳୁଆ ସାରୁଆ ପାଢିଆ ବିଭିନ୍ନ ପ୍ରକାର ବର୍ଗ ହେଇଗଲେ କିନ୍ତୁ ବ୍ରାହ୍ମଣ ବୋଲେ ଜଣକୁ ବୁଝାଏ ଆଜ୍ଞା ବ୍ରାହ୍ମଣ ବୋଲେ ଅନ୍ୟ ଜାତି କିଛି ନାହିଁ ବ୍ରାହ୍ମଣ ବୋଲେ ଏକ ତେଣୁ ସୀତା ଦେବୀ କି କହୁଛନ୍ତି କଣ ଏମିତି ଗୋଟେ ବ୍ରାହ୍ମଣ ବରଣ କରିବ ଦାନ ନେଇ ନଥିବ ଭିକ୍ଷା ମାଗି ନଥିବ ଚତୁର୍ବେଦ ଦଶ ମହାବିଦ୍ୟାରେ ପାରଙ୍ଗମ ଥିବ ଏମିତି ଗୋଟେ ବ୍ରାହ୍ମଣ ବରଣ କଲେ ମୁଁ ତାକୁ ପଚାରିକିରି ଭୋଜନ ଦେବି ଖାଇବାକୁ ଦେବି ଏମତ ସମୟରେ ନାରଦ ମହାମୁନି ଆସିଲେ ଦଶରଥ ରାଜା କହିଲେ ହେ ନାରଦ ନାରଦ ଏମିତି ବ୍ରାହ୍ମଣ ତ ଆମର ତ୍ରେତୟା ଯୁଗରେ କୋଉଠି ହେଲେ ନାହାନ୍ତି ଏମିତି ବ୍ରାହ୍ମଣଟା କୋଉଠି ମିଳିବ ସେତେବେଳେ ନାରଦ ବିଚାରନ୍ତି ମନ ହଁ ତ୍ରେତୟା ଯୁଗରେ ଅଛି ପୁଣି ଗୋଟିଏ ବ୍ରାହ୍ମଣ ଆଚ୍ଛା ସେ ବ୍ରାହ୍ମଣ ଜଣକ କିଏ ଲଙ୍କାର ରାବଣ ଏପରି ବ୍ରାହ୍ମଣ ଜଣେ ଅଛି ଜାଣ ଲଙ୍କାର ରାବଣ ଉପସ୍ଥିତ ମୋର ବିଜ୍ଞ ବନ୍ଧୁ ନାରଦ ମହାମୁନି କହିଲେ ଏମିତି ଗୋଟେ କେବଳ ବ୍ରାହ୍ମଣ ଅଛି ସେ ହଉଛି ଲଙ୍କାର ରାଜା ରାବଣ ଯଦି ରାବଣକୁ ନିମନ୍ତ୍ରଣ କରିବା ତାହେଲେ ସେ ଆସିବ ସିଏ ଯାହା କହିବ ଭୋଜନ ତାକୁ ଯଦି ଆପଣ ରାନ୍ଧିକିରି ଦେବେ ତାହେଲେ ରାବଣକୁ ବରଣ କରିବା ଆଚ୍ଛା ସାଙ୍ଗେ ସାଙ୍ଗେ ଦଶରଥ ରାଜା ଗୋଟେ ନିମନ୍ତ୍ରଣ ପଠେଇଲେ ଆଜ୍ଞା ନାରଦ ହସ୍ତରେ ନାରଦ ଗଲେ ରାବଣକୁ ନିମନ୍ତ୍ରଣ ଦେଇଦେଲେ ରାବଣ କହିଲା ଠିକ ଅଛି ମୁଁ ଭୋଜନ କରିବା ପାଇଁ ଯିବି ଯିବି କିନ୍ତୁ ମୁଁ ଯାହା ଭୋଜନ କରିବି ମତେ ତାହା ରାନ୍ଧିକିରି ଦେବେ ତ ନାରଦ କହିଲା ହୋଇକି ତମେ କଣଟା ଖାଇବ ହେ କଣ କଣ ଖାଇବ ଆଜ୍ଞା ରାବଣର ଦିନକୁ 3ଟା ରୂପ କଣ କଣ ପ୍ରଭାତ ସମୟ ରାବଣ ଅଟଇ ବ୍ରାହ୍ମଣ ଦିବସରେ କ୍ଷତ୍ରି ରୂପ କରଇ ଧାରଣ ସନ୍ଧ୍ୟା ସମୟରେ ରାବଣ ଅସୁରୋଭ୍ୟାସ ମଦ ମାଂସ ସୁରାପାନେ ନାରୀ ପ୍ରେମେ ବସ 3ଟା ରୂପ ରାବଣର ପ୍ରଭାତରେ ବ୍ରାହ୍ମଣ ଆଜ୍ଞା ଉଠିବ କଥା ପଚା ମାରିବ ଚିତା ଚୈତନ କାଟିବ ଚନ୍ଦନ କାଟିକିରି ଆଜ୍ଞା ଯିବ ବିଷ୍ଣୁ ସେବା କରିବ ପ୍ରଥମରେ ବିଷ୍ଣୁଙ୍କୁ ସେବା କରିବ ରାବଣ ଆଚ୍ଛା ଆଚ୍ଛା ତାପରେ ଉଠିଲା ପରେ କ୍ଷତ୍ରି ବୃତ୍ତି ଧରିବ କାହାକୁ ପିଟିବ କାହାକୁ ବାଡେଇବ କାହାକୁ ମାରିବ ଏମିତି କରିବ ଯେତେବେଳେ ସନ୍ଧ୍ୟା ହେଇଯିବ ମଦ ଦରକାର ମାଂସ ଦରକାର ନାରୀ ଦରକାର 3ଟା ରୂପ ରାବଣର ନାରଦ କଣ କଲେ ଯଦି ସକାଳୁ ସକାଳୁ ଯିବି ତାହେଲେ କଥାର ସମାଧାନ ହେଇଯିବ ରାବଣ ପାଖରେ ପ୍ରଭାତ ସମୟରେ ପହଞ୍ଚିଗଲେ ସମୟ ସକାଳ ଆଜ୍ଞା 8 ଘଣ୍ଟା ସମୟ ରାବଣ ପାଖରେ ପହଞ୍ଚିଗଲେ ନାରଦ ଆଚ୍ଛା ନିମନ୍ତ୍ରଣ ପତ୍ର ବଢେଇ ଦେଲେ ନାରଦ ରାବଣ ପଢିଲା ବୋଇଲା ଠିକ ଅଛି ମୁଁ ଯିବି କିନ୍ତୁ ମୋର ଗୋଟେ ନିୟମ ଅଛି କଣ ନିୟମ ମୁଁ ଯାହା ଭୋଜନ କରିବି ଯଦି ମତେ ସୀତା ଦେବେ ତାହେଲେ ମୁଁ ଯିବି ଭୋଜନ କରିବାକୁ ହେଲେ କଣ ତମେ ଭୋଜନ କରିବ ନୂଆ ଚାଉଳ କ୍ଷୀରିରେ ମୋହର ଦେ ମନ ଦେଇ ପାରିବେ କି ନା ସୀତା କୁହ ତ ତକ୍ଷଣ ଆଚ୍ଛା ନୂଆ ଚାଉଳ କ୍ଷୀରି ଯୋଉ ଚାଉଳ କ୍ଷୀରିଟା ଘରେ କରୁନ ମା ଏ ଚାଉଳ କ୍ଷୀରି ପ୍ରଥାଟା କେବେଠୁ ଆରମ୍ଭ ହେଲା ଜଗତରେ ଆପଣଙ୍କର ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଚାଉଳ କ୍ଷୀରି ଆବଶ୍ୟକ ପଡେ ଆଚ୍ଛା ବିବାହ ବ୍ରତ ମାନେ ଘର ପ୍ରତିଷ୍ଠା ଠାରୁ ଆରମ୍ଭ କରି ମନ୍ଦିର ପ୍ରତିଷ୍ଠା ପର୍ଯ୍ୟନ୍ତ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ପ୍ରଥମରେ ଚାଉଳରେ ଗୁଡ ଟିକେ ପରିକିରି କ୍ଷୀରି ଟିକେ ହବ ଏବେ ସିନା ତମେ ବିଭିନ୍ନ ପ୍ରକାର କ୍ଷୀରି ଗୁଡାକ ପାୟସ ପାୟସ କରିଦେଲଣି କିନ୍ତୁ ପ୍ରଥମରେ ଚାଉଳ କ୍ଷୀରି ହିଁ ପ୍ରଥମରେ ପ୍ରାଧାନ୍ୟ ଏ କ୍ଷୀରି ପ୍ରଥାଟା ଆରମ୍ଭ ହେଲା କୋଉଠୁ ନା ରାବଣ କହିଥିଲା ସୀତାଙ୍କୁ କହିଲା ମୁଁ ପ୍ରଥମରେ ଚାଉଳ କ୍ଷୀରି ଖାଇବି ନାରଦ ବୋଇଲେ ଆସୁନ କେତେ ଚାଉଳ କ୍ଷୀରି ଖାଇବ ହଁ ଆସ ରାବଣ ବୋଇଲା ରୁହ ନାରଦ ସେ ଧାନଟା କୋଉଠୁ ଆସିବ ଚାଉଳ କେମିତି ସୃଷ୍ଟି ହବ ଧାନଟା ଉତ୍ପତ୍ତି ହବ କେମିତି ଚାଉଳ ସୃଷ୍ଟି ହବ କେମିତି ଶୁଣ କେମିତି କଣ କହିଲା ରାବଣ କଣ ନାରଦକୁ କହୁଛି ରାବଣ ଶୁଣ ନାରଦ ମୋହର ବଚନ ଶୁଣ ହେ ନାରଦ ମୋହର ବଚନ ତୁମ ସାଙ୍ଗରେ ମୁଁ ଯିବି ଅଯୋଧ୍ୟା ଭୁବନ ଆଚ୍ଛା ତୁମ ସାଙ୍ଗରେ ମୁଁ ଯିବି ଅଯୋଧ୍ୟା ଭୁବନ ଧାନ ମୁଁ ଖାଏ ମୁଁ ସାଙ୍ଗରେ ନେବି
ସୀତାଙ୍କ ହସ୍ତରେ ନେଇ ଧାନ ଦେବି ଆଚ୍ଛା ହାତକୁ ହାତେ ଜମି ମାପି ଦେବେ ଧାନ ମୁଠାକ ଜମିରେ ବୁଣିବେ ସାଙ୍ଗେ ସାଙ୍ଗେ ଯେ ଧାନ ଗଜା ହୋଇବ ଗଜାରୁ ସାଙ୍ଗେ ସାଙ୍ଗେ ଗଛ ହୋଇବ ଗଛରୁ ସାଙ୍ଗେ ସାଙ୍ଗେ ଫଳ ଫଳିବ ତକ୍ଷଣେ ସେଇ ଫଳ ପାଚିଯିବ ସେ ପାଚିଲା ଧାନକୁ ସୀତାରେ ତୋଳିବେ ଢିଙ୍କିରେ କୁଟି ଚାଉଳ କରିବେ ସେ ଚାଉଳ କ୍ଷୀରିରେ ରନ୍ଧନ ହୋଇବ ସେ ଚାଉଳ କ୍ଷୀରିକୁ ମୁଁ ଖାଇବି ଭବ ସେ ଚାଉଳ କ୍ଷୀରିକି ମୁଁ ଖାଇବି ଭବ ରାବଣ କହିଲା ଶୁଣ ନାରଦ ହଁ ମୁଁ ତମ ସାଙ୍ଗରେ ଯିବି ଯିବି ଧାନ ମୁଠାଏ ସାଙ୍ଗରେ ଧରିକିରି ଯିବି ସେ ଧାନ ମୁଠାକ ମୁଁ ସୀତାଙ୍କ ହସ୍ତରେ ଦେବି ଦେବି ହାତକୁ ହାତ ଜମି ମାପିକିରି ଧାନ ମୁଠାକ ବୁଣା ହବ ଆଚ୍ଛା ସାଙ୍ଗେ ସାଙ୍ଗେ ଧାନ ଗଜା ହବ ଗଛ ହବ ଫଳ ଫଳିବ ଫଳ ପାଚିବ ଯଦି ଫଳ ପାଚିଯିବ ତାକୁ ହସ୍ତରେ ତୋଳିବେ ସୀତା କୁଟିକିରି ଚାଉଳ କରିବେ ସେ ଚାଉଳଟା ହବ କ୍ଷୀରି ସେ ଚାଉଳ କ୍ଷୀରି ମୁଁ ପ୍ରଥମରେ ଭକ୍ଷଣ କରିବି ହେଲେ ମାଷ୍ଟର ହଁ ରାବଣ ଏମିତି କାହିଁ କହିଲା ରାବଣ ଏମିତି କହିବାର ତାତ୍ପର୍ଯ୍ୟ କଣ ହଁ ରାବଣ ମନରେ ବିଚାର କଲା କଣ ଯଦି ପ୍ରକୃତରେ ମୋର ମା ମହାଲକ୍ଷ୍ମୀ ହେଇଥିବେ ହୋଇଥିବେ ଧାନଟା ସାଙ୍ଗେ ସାଙ୍ଗେ ଗଜା ହବ ଗଛ ହବ ଫଳ ଫଳିବ ଫଳ ପାଚିବ ଆଚ୍ଛା ଆଚ୍ଛା ଯଦି ସେ ମାନବୀ କନ୍ୟା ହୋଇଥିବେ କେବେଲେ ଧାନ ସାଙ୍ଗେ ସାଙ୍ଗେ ଗଜା ହବନି କି ଗଛ ହବନି କି ଫଳ ଫଳିବ ଠିକ ଏମନ୍ତ ପରୀକ୍ଷା କରିବା ପାଇଁ ରାବଣ କହିଲା ନାରଦଙ୍କୁ କଣ ନାରଦ କହିଲେ ଠିକ ଅଛି ତାଲ ମୋ ସାଙ୍ଗରେ ଯିବା ନାରଦ ସହିତ ଆଜ୍ଞା ରାବଣ ଚଳିଲେ ଅଯୋଧ୍ୟାପୁରୀକୁ କଣ ହେଲା ସେ ସମୟରେ କଣ ହୋଇଛି ଆଜ୍ଞା ଦଶରଥଙ୍କ ନିକଟରେ ପ୍ରବେଶ ହେଲେ ରାବଣ ସମସ୍ତଙ୍କୁ ଡକା ହେଲା ଆଜ୍ଞା ଦଶରଥଙ୍କର 750 ରାଣୀ ଅଛନ୍ତି କୌଶଲ୍ୟା କୈକେୟୀ ସୁମିତ୍ରାକୁ ମିଶାଇ 750 ଗୋଟି ରାଣୀ ଆଜ୍ଞା ଦଶରଥ ରାଜାଙ୍କର ବଶିଷ୍ଠ ମହାମୁନି ବିଶ୍ୱାମିତ୍ର ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ସୀତା ଉର୍ମିଳା ସୁତକୀର୍ତ୍ତି ମାଣ୍ଡବୀ ସମସ୍ତଙ୍କ ଉପସ୍ଥିତରେ ରାବଣ ପହଞ୍ଚି ଯାଇଛି ସୀତା ପଳେଇଆଇଲେ ସୀତା ଆସିକରି କଣ କଲେ ଜାଣିଛ କଣ କଲେ ରାବଣ ପାଦ ତଳେ ପଡ଼ି ଗଲେ ରାବଣକୁ ସେ ମୁଣ୍ଡିଆ ମାରିଲେ ଉପସ୍ଥିତ ମୋର ବିଜ୍ଞ ବନ୍ଧୁ ଏଠି ଆପଣ ମାନେ କଣ ଶିଖିବେ ଯିଏ କି ଜଗତର ମହାଲକ୍ଷ୍ମୀ ରାବଣ ପାଦ ଧରି ଆଜ୍ଞା ମୁଣ୍ଡିଆ ମାରୁଛନ୍ତି ରାବଣର ପାଦ ଧରି ମୁଣ୍ଡିଆ ମାରିବାର ତାତ୍ପର୍ଯ୍ୟ କଣ ସୀତା ଦେବୀ କି କହୁଛନ୍ତି ମନେ ମନେ ରାବଣ ହେ ମା ତୁମେ ତ ବୈକୁଣ୍ଠବାସିନୀ ହରପ୍ରିୟେ ତୁମେ ଯଦି ମୋର ପାଦ ଧରି ମୁଣ୍ଡିଆ ମାରିବ ଜଗତ କଣ ଶିଖିବ ସେତେବେଳେ ସୀତା ଦେବୀ କହୁଛନ୍ତି ଜାଣ ତୁମେ ପରା ଜଗତର ପିତା ହେ ବ୍ରାହ୍ମଣ ହଁ ଜଗତର ପିତା ହେଲା ବ୍ରାହ୍ମଣ ବ୍ରାହ୍ମଣ ବର୍ଣ୍ଣନାଂ ଶ୍ରେଷ୍ଠ ବ୍ରାହ୍ମଣ ଯେତେ ବର୍ଣ୍ଣ ରହିଲେ ଚତୁର୍ବର୍ଣ୍ଣ ଯୋଉ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ୟାଙ୍କ ମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ହେଲା ବ୍ରାହ୍ମଣ ଆଚ୍ଛା ବର୍ଣ୍ଣନାଂ ଶ୍ରେଷ୍ଠ ବ୍ରାହ୍ମଣ ତେଣୁକରି ବ୍ରାହ୍ମଣ ହେଲା ଜଗତର ପ୍ରିୟ ବ୍ରାହ୍ମଣ ହଉଛି ଜଗତର ପିତା ସୀତା କହିଲେ ହେ ରାବଣ ବ୍ରାହ୍ମଣ ପିତା ବୋଲି ତୁମ ପାଦ ଧରି ମୁଁ ଦଣ୍ଡବତ କରୁଛି ଉପସ୍ଥିତ ବିଜ୍ଞ ବନ୍ଧୁ ଆପଣ ମାନେ ଜାଣିଥିବେ କବି ହେଲେ ଘଣ୍ଟ କବି ଯଦୁମଣି ମହାପାତ୍ର ଆଚ୍ଛା ଆଚ୍ଛା ଏ କଳିଯୁଗର ଘଣ୍ଟ କବି ଯଦୁମଣି ମନରେ ବିଚାର କଲେ ଏ ଜଗତରେ ଆଜ୍ଞା ବଡ ହଉଛନ୍ତି କେବଳ ବ୍ରାହ୍ମଣ କୋ ରାମ କୋ କୃଷ୍ଣ କୋ ଜଗନ୍ନାଥକୁ ଡାକିଲେ ଆଜ୍ଞା କଳିଯୁଗର ତଳନ୍ତି ପ୍ରତିମା ବ୍ରାହ୍ମଣକୁ ଛାଡିଦେଲେ ଆଉ କା ପାଦ ଧରି ମୁଣ୍ଡିଆ ମାରିବା ଆବଶ୍ୟକ ନାହିଁ ନାହିଁ କଣ କଲେ ଯଦୁମଣି ମହାପାତ୍ର କଣ ଲେଖିଲେ ରାଘବ ବିଳାସ ଛାନ୍ଦ ପ୍ରଥମ ପଦ ଯଦୁମଣି କହୁଛନ୍ତି ବ୍ରାହ୍ମଣକୁ ପ୍ରଥମରେ ବନ୍ଦନା କଲେ ଆଚ୍ଛା କଣ ବୋଲି କହିଲେ କଣ ପ୍ରଥମେ ବନ୍ଦଇ ଭୂଦେବ ଅଙ୍ଘ୍ରି ଅଘାରି ପଥେ ଶପଥ ସାଗର ଶୋଷକ
ମନରେ ବିଚାର କଲେ ଜଗତର ଶ୍ରେଷ୍ଠ ଜାତି ହେଲା ବ୍ରାହ୍ମଣ ଜାତି। ପ୍ରଥମେ ବନ୍ଦଇ ଭୂଦେବ ଭୂ ବୋଲନ୍ତେ ଶ୍ରେଷ୍ଠ ଏବେ ଭୂମି ଅର୍ଥାତ ବସୁମତୀ, ଏଥିରେ ଶ୍ରେଷ୍ଠ ଜାତି ହଉଛନ୍ତି ବ୍ରାହ୍ମଣ ଜାତି। ପ୍ରଥମେ ବଦଇ ଭୂଦେବ, ଏ ଜଗତର ଶ୍ରେଷ୍ଠ ଦେବତା ହଉଛନ୍ତି କେବଳ ବ୍ରାହ୍ମଣ, ଚଳନ୍ତି ପ୍ରତିମା ବ୍ରାହ୍ମଣ। ତେଣୁ ପ୍ରଥମରେ ବ୍ରାହ୍ମଣକୁ ବନ୍ଦନା କଲେ। ପ୍ରଥମେ ବନ୍ଦଇ ଭୂଦେବ ଅଙ୍ଘ୍ରି ଅଘାରି ବକ୍ଷେ, ଅଙ୍ଘ୍ରି ବୋଲେ ପାଦ, ଅଘାରି ବୋଲେ ଅଘାସୁରକୁ ଯିଏ ବିନାଶ କରିଥିଲେ ଭଗବାନ କୃଷ୍ଣ। ଭଗବାନ କୃଷ୍ଣଙ୍କର ହୃଦୟରେ, ଏ ଜଗନ୍ନାଥଙ୍କ ହୃଦୟରେ ଗୋଟେ ବ୍ରାହ୍ମଣର ପାଦ ଚିହ୍ନ ରହିଲା। ଆଜ୍ଞା ଆପଣ ମାନେ ସମସ୍ତେ ଜାଣିଥିବେ ଭଗବାନ ବିଷ୍ଣୁଙ୍କ ହୃଦୟରେ ବ୍ରାହ୍ମଣର ପାଦ ଚିହ୍ନ ରହିଲା ନା କାହିଁକି ରହିଲା? କାହିଁକି? ଆଜ୍ଞା ଜଗତର ସବୁଠୁ କ୍ରୋଧ ହେଉଛନ୍ତି ବ୍ରାହ୍ମଣ। ବ୍ରାହ୍ମଣ ବ୍ରାହ୍ମଣ ମାନଙ୍କ ଠାରୁ କ୍ରୋଧୀ ଆଉ ଜଗତରେ ନାହାନ୍ତି। ନାହିଁ। ଆଜ୍ଞା ଯେତେବେଳେ ଗୋଟେ ଶାନ୍ତି ଯଜ୍ଞ କରିବା ପାଇଁ ସବୁ ଦେବତା ମଣ୍ଡଳୀ ଚିନ୍ତା କଲେ, ଆର ପୁରୋଧା କାହାକୁ କରିବା? ନା ଗୋଟେ ବ୍ରାହ୍ମଣ ହବ। ଗୋଟେ ଋଷି ମଣ୍ଡଳୀ କି ପୁରୋଧା କରି ବସେଇବା ନା କାହାକୁ ବସେଇବା? କାହାକୁ? ବ୍ରହ୍ମାଙ୍କୁ ବସେଇବା। ଦେବତା ମାନେ କହିଲେ ବ୍ରହ୍ମା ବସିଲେ ହବନି। ନା କାହିଁକି ହବନି? ନା ବେଶ୍ୟା ଗର୍ଭରୁ ବ୍ରହ୍ମା ପୁଣି ହୋଇଲେ ଜନ୍ମ। ବେଶ୍ୟା ଗର୍ଭରୁ ବ୍ରହ୍ମା ଜନ୍ମ ହେଇଛନ୍ତି। ଆଚ୍ଛା। ଉର୍ବଶୀ ବେଶ୍ୟା ସହିତ ବ୍ରହ୍ମା ରମଣ କରିବାରୁ ବଶିଷ୍ଠ ମୁନି ଜନ୍ମ ହେଲେ। ତେଣୁକରି ସବୁ ଦେବତା କହିଲେ ବ୍ରହ୍ମା ପୁତ୍ର ବଶିଷ୍ଠ ବସିଲେ ସଭାରେ ହବନି, ସିଏ ଆଚାର୍ଯ୍ୟ ବରଣ କରିପାରିବେ ନାହିଁ, ସିଏ ପୁରୋହିତ କାମ ଅର୍ଥାତ ଯୋଉ ଯଜ୍ଞରେ ପୁରୋଧା ହୋଇ ବସି ପାରିବେ ନାହିଁ। ବେଶ୍ୟା ପୁତ୍ର ଅଟନ୍ତି ବଶିଷ୍ଠ ମହାମୁନି, ସେ ପୁଣି ହରଣ କରିଥିଲେ ଚଣ୍ଡାଳୁଣୀ। ବଶିଷ୍ଠ ମହାମୁନି ଗୋଟେ ଚଣ୍ଡାଳୁଣୀକି ହରଣ କଲେ, ସେଠି ଶକ୍ତି ଋଷି ଜନ୍ମ ହେଲେ। ଆଚ୍ଛା। ସେ ପୁଣି ଗୋଟେ କେଳୁଣୀକି ହରଣ କଲେ, ସେଠୁ ଜନ୍ମ ହେଲେ ପରାଶର। ପରାଶରକୁ ପୁଣି ଗୋଟେ କେଉଟୁଣୀକି ହରଣ କଲେ, ସେଠୁ ଜନ୍ମ ହେଲେ ବ୍ୟାସ। ଏ ଦେବତା ମାନେ କହିଲେ ଏ ବ୍ରାହ୍ମଣ ଗୁଡାକର ଜାତି ଗୋତ୍ର ଠିକ ନାହିଁ। ଆରେ ମା ଗୋଟେ ଅଜାତି ହେଲା ବେଳକୁ ବାପା ହଉଛି ବ୍ରାହ୍ମଣ, ତେଣୁ ଏମାନେ ଯଜ୍ଞରେ ବସି ପାରିବେ ନାହିଁ। କଣ କରିବେ? ଆର ମୀମାଂସା କେମିତି ହବ? ସବୁ ଜାଗା ଦେବତାକୁ ଡାକ। ସବୁ ଜାଗା ଦେବତା ଆସିଲେ, କିନ୍ତୁ ବିଷ୍ଣୁ ଆସିଲେନି। ଆଜ୍ଞା ଶିବ ପଳେଇ ଆଇଲେ, ବ୍ରହ୍ମା ପଳେଇ ଆସିଲେ, ସବୁ ଋଷି ମଣ୍ଡଳୀ ଉପସ୍ଥିତ ହେଲେ। ଦେବତା ଆଉ ବ୍ରାହ୍ମଣ ମଧ୍ୟରେ ତର୍କ ବିତର୍କ ଚାଲିଛି, ଏଠି ବ୍ରାହ୍ମଣ ବଡ ନା ଦେବତା ବଡ। ସେତେବେଳେ ଭଗବାନ ବିଷ୍ଣୁ ଆସିଲେନି। ସେ ମଧ୍ୟରୁ ଗୋଟେ ଶ୍ରୀବତ୍ସ ବ୍ରାହ୍ମଣ ବୋଲି ବ୍ରାହ୍ମଣ ଥିଲେ, ବୋଇଲେ ସବୁ ପଳେଇ ଆଇଲେ, ବିଷ୍ଣୁ ଆଇଲେନି। ତର ତର ଗଲେ। ଆଜ୍ଞା ଏମନ୍ତ ସମୟରେ ବିଷ୍ଣୁ ଲକ୍ଷ୍ମୀ କଥାବାର୍ତ୍ତା ହଉଛନ୍ତି ପ୍ରେମାଳା ପରେ। ଏ ବ୍ରାହ୍ମଣ ଜଣକ ଗଲେ ମଧ୍ୟ ଆଉ ସେ ଶୁଣୁନାହାନ୍ତି, ବିଷ୍ଣୁ ପରୀକ୍ଷା କରୁଛନ୍ତି। ଏମନ୍ତ ସମୟରେ ଶ୍ରୀବତ୍ସ ବ୍ରାହ୍ମଣ ରହିଲେ କ୍ରୋଧାନ୍ୱିତ ହୋଇଗଲେ, କହିଲେ ହେ ନାରାୟଣ, ମୁଁ ଗୋଟେ ବ୍ରାହ୍ମଣ ତୁମ ପାଖରେ ଆବିର୍ଭାବ ହୋଇଛି, ତୁମର ଏଡେ ଗର୍ବ, ବ୍ରାହ୍ମଣକୁ ସମ୍ମାନ ଦେବାର ଜଣା ନାହିଁ। କ୍ରୋଧରେ ବଶୀଭୂତ ହୋଇ ଗଲେ, ଡାହାଣ ପାଦରେ ଆଣିଲେ, ସିଧା ବିଷ୍ଣୁଙ୍କ ଛାତି ଉପରେ ମାରିଦେଲେ। ଯେତେବେଳେ ବ୍ରାହ୍ମଣର ପାଦ ଚିହ୍ନ ରହିଲା, ଯେତେବେଳେ ହୃଦୟକୁ ଲାତଟେ ମାରିଦେଲେ ବିଷ୍ଣୁଙ୍କୁ, ତରବରିଆ ହୋଇ ବିଷ୍ଣୁ ଉଠି ପଡିଲେ, ଲକ୍ଷ୍ମୀ ମଧ୍ୟ ଉଠି ପଡିଲେ, ବ୍ରାହ୍ମଣ ପାଦ ତଳେ ଦଣ୍ଡା ହେଇକି ପଡିଗଲେ। କହିଲେ ହେ ବ୍ରାହ୍ମଣ, ଆପଣଙ୍କର ପାଦକୁ ବହୁତ କଷ୍ଟ ହେଇଥିବ, ବ୍ରାହ୍ମଣର ପାଦଟାକୁ ଟିକେ ଚିପି ଦଉଛନ୍ତି, ଆଜ୍ଞା ମଞ୍ଚାଳି ଦଉଛନ୍ତି ଭଗବାନ ବିଷ୍ଣୁ, କାହିଁକି ତମକୁ କଷ୍ଟ ହେଇଥିବ, ମତେ ଲାତଟିଏ ମାରିଦେଲ, ଦୁର୍ବଳ ଶରୀର ତୁମର, ତେଣୁ ପାଦ ସେବା କରୁଛନ୍ତି ଭଗବାନ ବିଷ୍ଣୁ ବ୍ରାହ୍ମଣର। ସେତେବେଳେ ଭଗବାନ ବିଷ୍ଣୁ କହିଲେ, ହେ ଦେବତା ମଣ୍ଡଳୀ ଶୁଣ, ଜଗତରେ ସବୁଠାରୁ ବ୍ରାହ୍ମଣ ହେଲା ବଡ। ବିପ୍ର ପ୍ରସାଦ ଧରଣୀ ଧରାମି, ଶ୍ଲୋକ ଲେଖା ହେଲା, ବିପ୍ର ପ୍ରସାଦ ଧରଣୀ ଧରାମି, ବିପ୍ର ପ୍ରସାଦ ଅସୁର ଖୟାମି, ବିପ୍ର ପ୍ରସାଦ ମମ ଭାର୍ଯ୍ୟା ଲକ୍ଷ୍ମୀ, ବିପ୍ରସ୍ୟ ପାଦଂ ମମ ହୃଦୟାମି, ବିପ୍ରସ୍ୟ ପାଦଂ ମମ ହୃଦୟାମି। ସେଇଦିନ ଠାରୁ ବ୍ରାହ୍ମଣର ପାଦ ଚିହ୍ନ ରହିଲା ବିଷ୍ଣୁଙ୍କ ହୃଦୟରେ, ତେଣୁ ଜଗତର ଶ୍ରେଷ୍ଠ ହେଲା ବ୍ରାହ୍ମଣ। ତେଣୁ କବି ଯଦୁମଣି ମହାପାତ୍ର କହିଲେ, ପ୍ରଥମେ ବନ୍ଦଇ ଭୂଦେବ ଅଙ୍ଘ୍ରି ଅଘାରି ବକ୍ଷେ, ଶପଥ ସାଗର ଶୋଷକ, ଲବଣ ଇକ୍ଷୁ ସୁରା ଘୃତ ଦଧି ଦୁଗ୍ଧ ଜଳ, ଏ ସପ୍ତ ସମୁଦ୍ରକୁ ଆଜ୍ଞା ଅଗସ୍ତ୍ୟ ମୁନି ପୁରା ଚଳୁ କରି ଦେଇଥିଲେ, ପିଇ ଦେଇଥିଲେ।
पुणी दुर्वासांग विशापर ददुवंश कुष्ठंगर ध्वंस हो गला अच्छा तेणु ब्राह्मण सहित जुक्ति तर्क करवा ब्राह्मण को अशांति करवा शास्त्र सम्मत नुह उपस्थित विज्ञ बंधु रावणर पाद तले पड़गले जनक नंदिनी सीता हाँ सेते बेले कहिले हे ब्राह्मण तुमे कौन भोजन करिवो कुह मु रोषेईवास करिवि आज्ञा खीरी निर्माण हो गला चाउल खीरी तापरे अन्न तापरे 56 प्रकार व्यंजन तैयारी हो गला रावण को बसाई देले गोटे पिढ़ारे कदली पत्र पड़गला प्रथम खीरी दियाला रावण बहुत संतुष्ट आज्ञा मनरे विचार करुचे रावण बहुत जुग अंते वैकुंठपुर रे मांकर मत टिके रंधना मिलिथिला आहा आज की परम भाग्य मोर मोर माँ जन्म होइछन्ति मर्त्य प्रथम मते भोजन दौचंती पुओ बोली विचार करी एड़ा ब्राह्मण बोली विचार करी दीटा अर्थरे गला एक हेले पुत्र हेले दुई रे ब्राह्मण हैला यार पुओ होउची रावण लक्ष्मींकर से ब्राह्मण बोली सम्मान देले दुईटा अर्थरे रावण को निमंत्रण करिचंती आज्ञा सीता खाई सारिबा सरिला रावणर अधा छाड़िकी उठिले रावण ना ब्राह्मण भोजन करिवो जदि आज्ञा ब्राह्मण अईठा न खाइबो ताले ब्राह्मण भोजन करिवार मूल्य किछि ना ठीक ब्राह्मण जाति छाड़िथिबे जेतिक सेतिकी छाड़िबो आज्ञा ब्राह्मणर अईठा भोजन कले महापुण्य लाभ करंती अच्छा उपस्थित अमर विज्ञ बंधु एमंत समय रे सीता देवी ठारू विदाय नउचंती रावण हाँ रावण कहिले झियो झियो मु आउचिलो मा आउछ आउ थरे केतले देखाबो मु आसुची मा जाउछ सेतले रावण को सीता कहउचंती बापा टिके रुह 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 बापा टिके रुह रुकु जाओ ना कोन रहिबी भोजन कल दक्षिणा नबनी नबनी ब्राह्मण भोजन दई यदि दक्षिणा न देव महापाप पुणी ताकू जगते होइबो अच्छा हे बापा मते झियो बोली संबोधना कल जदि झियोर मंगल चाहुच दक्षिणा टिके धरिकरी मोठुज जदि दक्षिणा न नब ताहले मते जगत रे महापाप लागिबो लागिबो कोन दक्षिणा मागुच माग मागो ना आग काल रे दक्षिणा मध्य पचारिकरी दउथले ब्राह्मण को पचारी भोजन ब्राह्मण को पचारी दक्षिणा अच्छा रावण कहला झियो सुवर्णमय पुर मोर मते कौन अभाव अछि बा मो जीवन काल रे केबे मते मो दान ग्रहण करी नाही नहीं मु केबे मते भिक्षा ग्रहण करी नाही ना आ तमे मते दक्षिणा दाचुच मुने बिकिमा ना ना मते आवश्यक नाही तमे पर मोर झियो दक्षिणा मु कोन करी सीता देवी कोटाळ कले कहिले तमे जदि झियोर मंगल चाहुच ताहेले मोर दक्षिणा धरि गिरी जु जदि मोर अमंगल चिंता करूच ताहेले दक्षिणा न दे तमे चली जु चली जीवो रावण पड़गला धर्म संकट रे बोलिया झियो ठीक अच्छी माँ जदि मते दक्षिणा दब ताले सत्य कर सेतेबेले सीता देवी सत्य करिदेले जहा मागिब ब्राह्मण देवी हे बोइले उपस्थित अमर विज्ञ बंधु सीता देवी कहिले मु सत्य सत्य त्रिवार सत्य करुची हे ब्राह्मण तुमे जहा दक्षिणा मागियो मु तुमको दबा को प्रस्तुत अछि सीता देवी सत्य करिदेले रावण सीता को कोन दक्षिणा रूप रे मागिले कौन रावण कहउचंदी सुन झियो मोर दक्षिणा ने प्रयोजन नाही गो मोहर जदि दक्षिणा दबा को गो बळी अछि आस मोहर पुर को माग बुलिवा को जीव जदि मु तुमर बापा तुमे जदि मोर झियो मोर बापार धर्म हला झियो को धरिकरी मु टिके घर को जीविलो मा चल मा मो सहित जीव मो घर को टिके बुलिकरी आसीबो आसियो चलो सीता देवी हाथ जोड़ी देले कहिले बापा मु एबे डाकियरु तमे आइछ ना आज्ञा गोटे घरे भोजी चली झियोर बापा आइथिबो बोलियो भोजी सरियले मु झियो को धरि पळई बेले हबो कि नाई 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 शास्त्र कहिला आज्ञा बापा निजे जीव झियो को डाकी धरिकरी जीवो नले भाई आसीबो भौणी की डाकी धरिकरी जीवो बिना डाकरारे देउ झियो जाए पिता घर अयोग्य झियो बोली ताकू शास्त्र रे विचार बापार बिना डाकरारे जीए पळौची बापा घर को से झियो गुडा कहउचंती कुळंगार झियो से सब घर भंगा गुडा आगे
सब घर भांगी गुड़ाक घर को भांगा थे बापा न डाकिले बापा घर को जीवे आजिकाली केतटा बापा अच्छा घर भांगा बापा गुड़ाक झील कहीदेला बेले झील कथा शुणे जुई की गाड़ी प्राव करेंगे केस दरबार हम छाड़ पत्र हम ये कौन डेक्ची माठिया बदल दबा झील तो गोटे पुरुष को बाहा हम आ बारंबार कौन पुरुष परिवर्तन कर झील बापा माने माँ माने भौणी माने मन रख अच्छा बापा जदि न डाक के जीवन खाली फोन करदे पलैबनी आसो तुमको डाकी धरिकी गाड़ी रे मोटरसाइकिल रे बस रे धरिकी गले जीव जदि बापा को समय न भाई आसु भाई धरिकी जाऊ जदि बिना डाकरारे को बापा कि बिना डाकरारे जो झील बापा घर को जीव ताकू शास्त्र केबे ग्रहण करे नाही लक्ष्य दे मोर पंडित वर्ग अच्छा तेणुक सीता देवी कौन कले उपस्थित मोर विज्ञा बंधु एमंत समय रे सीता देवी की रावण कहउचंदी झील तुम्हें जदि मोर घर को जीव मु संतुष्ट मो घर को चल बुलिकी पलाय अच्छा अच्छा सीता बोले ठीक अच्छे बापा एटा मोर कथा रहिला हाँ तुम जो दिन मत डाकिकी नब से दिन मु तुम संगे तुम घर को जीवी कथा रहिला दशरथ जानी विश्वामित्र वशिष्ठ राम लक्ष्मण भरत शत्रुघ्न कौशल्या कैकेयी सुमित्रांग समस्त ज्ञात कथा थिला रावण दिन दिने सीता को डाकिकी नब सीता रावण घर को जीवे आपण मैंने चिंता करंतु रावण को रूप गला सीता को डाकी धरी गला आज्ञा रावण जति रूप धरी अर्थात ब्राह्मण रूप गला जो रूप ब्राह्मण भोजन करने जाइथिला से रूप धरिकी सीता को हरण कला चोरी नेला बोली समस्ते कहती अच्छा आज्ञा जदि सीता को चोरी नहीं था रावण गोटे बण भितर कौन रखी था आज्ञा अशोक वन नहीं सीता रावण रखिला सीतांगर निकटरे बंध्या दोष थिला सीतांग शरीर थिला बंध्या दोष रावण महाज्ञानी महापंडित विचार कला मो झील को बंध्या दोष अच्छी राम बलिया ठाकुर हेले बंध्या दोष मो झील को पार कर पारे नहीं आउ किछि दिन अंत मु मृत्युवरण करी आज्ञा रावण सीता को जो दिन ठारू डाकिकी नब ठीक 14 मास पर रावण मृत्यु हम मरिबो रावण जानी तार मृत्यु समय मनरे विचार कला 14 मास पर मु मरीजी मो झील पाखे बंध्या दोष रही हाँ जगत निंदा कर रावण को एडे बड़ ज्ञानी रावण सीता बंध्या दोष को मुक्त कर पारा ना अच्छा तेणुक रावण सीता को डाकी नहीं रखिला अशोक वन अशोक फूलर बासना जदि गोटे बंध्या नारी 12 मास पर्यंत स्पर्श करे तार बंध्या मुक्त हो जाए 14 मास सीता रहिले अशोक वन जगत न जानी रावण को निंदा कला पुणी जगत न जानी कैकेयी को जमी निंदा कला मातृपण पितापण रावण को मध्य जगत निंदा कला से प्रकृत निंदार पात्र नुहंती अच्छा से धर्मर पात्र धर्म रक्षा करी सीता को नहीं रखी अशोक वन सुनलु रे सीता को रावण केमती नेला डाकिकी नहीं बुलेट रे नेला कि नहीं टेम्पो रे नेला कि नहीं ना हेलिकॉप्टर नेला नहीं नहीं आउ टेम्पर नहीं डाकिकी नहीं एमा